हाँ, बिजनेस फंड फ्लो, राइट। नहीं 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 नहीं, तो हाँ। ଆଗ ଶୁଣ। ଦେଖ ବିଜନେସମ୍ୟାନ ମାନଙ୍କର ଆଜିକା ପ୍ରୋବ୍ଲେମ କଣ ଯେ କଥା ହଉଛି ମ୍ୟାନ ପାୱାର ସେଇ ସମୟ ସେଇଭଳିଆ ଡେଭଲପ ହେଇପାରୁନି ଯୋଉମାନେ କି ବିଜନେସ କଣ୍ଟ୍ରୋଲ ମେକାନିଜିମ କରି ବନେଇବାରେ କିମ୍ବା ତାକୁ ପ୍ରପରଲି ମ୍ୟାନେଜ କରିବାରେ କିମ୍ବା ତାକୁ ପାଇଁ ରିପୋର୍ଟିଂ କରିବାରେ ସକ୍ଷମ ଥିବେ। ବହୁତ ଗୋଟେ ଜାଗାରେ କଣ ଏମିତି ହଉଛି ଯେ ଯୋଉଠି ତମ ଏମ୍ପ୍ଲୟି ତମକୁ ଠିକ ଭାବେ ରିପୋର୍ଟ ମଧ୍ୟ ଦଉନି। ହଁ, ହୁଁ, ଯେମିତି ଫର ଏକ୍ସାମ୍ପଲ ଫିଗର୍ସ ପୁରୁଣା ରିପୋର୍ଟରେ ଭୁଲ ଅଛି, ନେକ୍ସଟ ରିପୋର୍ଟ ହୁଁ, ପବ୍ଲିଶ କଲା ବେଳେ ମଧ୍ୟ ସେ ତାର ଭିଡି ମାରିକି ସେ ମାନେ ଫିଗର୍ସକୁ ପକେଇକି ତମକୁ ଦେଇ ଦଉଛି। ତ ସେଠି ତମେ ତା ହୁଁ, ଉପରେ ରିଲାବିଲିଟି ଇସ୍ୟୁ ରହୁଛି କାହିଁକିନା ତମେ ତା ଉପରେ ରିଲାଇ କରୁଛ ସେ ପରଫେକ୍ଟ ଇନଫର୍ମେସନ ତମକୁ ସେୟାର କରିବ, ବଟ୍ ଏଇଟା ହେଇନଥିବ। ହଁ, ସେଠି ତମ ହୁଁ, ଇନଫର୍ମେସନ ଆକୁରେସି ଯେତେବେଳେ ଠିକ ନ ଆସିଲା ତ ତା ଦ୍ୱାରା ପ୍ରୋବ୍ଲେମଟା କ୍ରିଏଟ ହବ କଣ ଯେ ତମେ ଯେତେବେଳେ ତା ଇନଫର୍ମେସନ ଉପରେ ବେସ୍ କରିକି ଡିସିସନ ନବ, ସେଇ ହୁଁ, ଡିସିସନ ମଧ୍ୟ ଭୁଲ ହେଇପାରେ। ହୁଁ, ଆଉ ବିଜନେସର ଡିସିସନ ମେକିଂ ଯେତେବେଳେ ଭୁଲ ହବ ତାର କଷ୍ଟ ଇମ୍ପ୍ଲିକେସନ ବହୁତ ଅଧିକ ଆସିପାରେ। ଫର ଏକ୍ସାମ୍ପଲ ସେ ଫର ଏକ୍ସାମ୍ପଲ ତମ ଗୋଟେ ଏମ୍ପ୍ଲୟି ମାନଙ୍କ ପରଫର୍ମାନ୍ସ ରିପୋର୍ଟ ଯଦି ତିଆରି କଲ ଆଉ ତାକୁ ପ୍ରପରଲି ତିଆରି ନ କଲ, ଦରକାର ପଡ଼ିଲେ ଭଲ ଏମ୍ପ୍ଲୟି ବାହାର କରିଦେଇକି ଖରାପ ଏମ୍ପ୍ଲୟି ଧରିକି ବସି ଥାଇପାରିବ। ଆଉ ଫ୍ୟୁଚରରେ ତମକୁ ପ୍ରୋବ୍ଲେମ ହବ କଣ ଯେତେବେଳେ କିଛି କାମ ତମେ ତମ ଅର୍ଗାନାଇଜେସନ ଡେଭଲପମେଣ୍ଟ ପାଇଁ କାମ କଲା ବେଳକୁ ସପୋର୍ଟ ନ ମିଳିଯିବାରୁ ତମ ବିଜନେସ ଡିସିସନ ଭୁଲ ବୋଲି ପ୍ରମାଣିତ ହବ। କିନ୍ତୁ ଛୋଟିଆ ପ୍ରୋବ୍ଲେମ ଯୋଗୁଁ ବହୁତ ବଡ ପ୍ରୋବ୍ଲେମ ବିଜନେସ ଭିତରେ କ୍ରିଏଟ ହେଇପାରିବ। ସେମିତି ଦ୍ୱିତୀୟ ଜିନିଷ କଣ ଏଥିରେ ଭଲ୍ୟୁମ ମଧ୍ୟ ବହୁତ କିଛି ଇମ୍ପାକ୍ଟ ରଖୁଛି। ଭଲ୍ୟୁମ କେମିତି ଇମ୍ପାକ୍ଟ ରଖିବ? ସେ ଫର ଏକ୍ସାମ୍ପଲ ତମର ସେଲ୍ସ ଡାଟା ବାହାରୁଛି, ବଟ୍ ସେଲ୍ସ ଡାଟାର ଷ୍ଟ୍ରକ୍ଚର କିଛି ଅଲଗା ହେଇପାରେ, କିମ୍ବା ସେଲ୍ସ ଡାଟାର ଷ୍ଟ୍ରକ୍ଚର ଠିକ ଥିବ ବଟ୍ ଡାଟା ବେସ୍ ଏତେ ବଡ ହେଇଥିବ ଯେ ତାକୁ ତମେ ଆନାଲିସିସ୍ କରିକି ତା ରେଜଲ୍ଟ ବାହାର କଲା ବେଳକୁ ବହୁତ ସମୟ ଲାଗିବ। ଆଚ୍ଛା ସପୋଜ ଫର ଏକ୍ସାମ୍ପଲ ତମେ ଗୋଟେ ସିଷ୍ଟମରୁ ରିପୋର୍ଟ ବାହାର କଲ, କନଭର୍ଜନ କରିକି ତା ଉପରେ ବେସ୍ କରି ପୁଣି ରିପୋର୍ଟ ବାହାର କଲ, ତମକୁ 2 ଦିନ ସମୟ ଲାଗିଗଲା। ତ 2 ଦିନ ପାଇଁ ତମର ଇନଫର୍ମେସନ ନଥିବା ଯୋଗୁଁ ଡିସିସନ ନେଇ ପାଇଲାନି। ହୁଁ, 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 ତେଣୁ ତମେ ଯେତେ ଫାଷ୍ଟ ଇନଫର୍ମେସନ ପ୍ରୋସେସିଂ କରିବ ଆଉ ତାକୁ ଯେତେ ଫାଷ୍ଟ ମାନେ ସେୟାର କରିବ, ତମ ବିଜନେସ ଡିସିଜନ ମେକିଂ ର ପ୍ରୋସେସ ସ୍ପିଡ ସେତିକି ବଢିବ। ତା ଦ୍ୱାରା ତମର ମାନେ ବିଜନେସ ପ୍ରଫିଟ ମଧ୍ୟ ବଢିବ। ଦ୍ୱିତୀୟ ଜିନିଷ ହଉଛି କଣ, ଯେତେବେଳେ ତମେ କୌଣସି ଅ, ଏମିତି ଫର ଏକ୍ସାମ୍ପଲ ଗୁଡାଏ ସବୁ ଏମିତି ପାରାମିଟର ରହୁଛି ଯୋଉଟା ରେଗୁଲାର ବେସିସ୍ ଚେଞ୍ଜ ହୁଏ। ଏକ୍ସାମ୍ପଲ ହଉଛି ବିଜନେସ କ୍ୟାଶ ଫ୍ଲୋ। କ୍ୟାଶ ଫ୍ଲୋ ଆମେ ଦି ପ୍ରକାର କରୁଛେ, ଗୋଟେ ହଉଛି ଆକାଉଣ୍ଟିଂ ଅନୁସାରେ ଆମେ କ୍ୟାଶ ଫ୍ଲୋ ବନଉଛେ କେବଳ ଆକାଉଣ୍ଟିଂ ଷ୍ଟାଣ୍ଡାର୍ଡକୁ ବେସ୍ କରିକି, ଯୋଉଟା ବେସିକାଲି ତମର ହଉଛି ହିଷ୍ଟୋରିକାଲ ଆନାଲିସିସ୍। ହିଷ୍ଟୋରିକାଲ ଆନାଲିସିସ୍ ବିଜନେସର ରିପୋର୍ଟିଂ ପାଇଁ ତମକୁ ହେଲ୍ପ କରିପାରେ କିନ୍ତୁ ବିଜନେସ ଡିସିଜନ ମେକିଂ ପାଇଁ କୌଣସି ପ୍ରକାର ହେଲ୍ପ କରୁନି। ଫର ଏକ୍ସାମ୍ପଲ କିଛି ସମୟ ତମ ପାଖେ ଏମିତି ଥିବ ଯେତେବେଳେ ତମ ପାଖେ ସରପ୍ଲସ କ୍ୟାଶ ପଡିଥିବ, କିନ୍ତୁ ତମର ଯୋଉ ଆକାଉଣ୍ଟିଂ ର କ୍ୟାଶ ଫ୍ଲୋ ତିଆରି ହଉଛି ସେ କଣ କହୁଛି ଯେ ସୋର୍ସେସ୍ ଅଫ ଫଣ୍ଡ କଣ ଆସିଲା ଆଉ ଡିପ୍ଲୋୟମେଣ୍ଟ ଅଫ ଫଣ୍ଡସ କଣ ରହିଲା। ଯେମିତିକି ତାକୁ ଆମେ 3 ପ୍ରକାର ଡିଭାଇଡ କରିଦେଲେ ଯେ ଅପରେସନାଲ କ୍ୟାଶ ଫ୍ଲୋ, ଆଉ ଇନଭେଷ୍ଟମେଣ୍ଟ କ୍ୟାଶ ଫ୍ଲୋ, ଆଉ ତମର ନନ୍ ଅପରେସନାଲ। ନାଇଁ ନାଇଁ ନାଇଁ, ଇନଭେଷ୍ଟମେଣ୍ଟ ଆଉ ହଉଛି ମାନେ କ୍ୟାପିଟାଲ କ୍ୟାଶ ଫ୍ଲୋ, ଯେମିତି ଲୋନ ଟାଇପ ର। ଇନଭେଷ୍ଟମେଣ୍ଟ ଗୁଡା ହଉଛି ତମ ଆସେଟ ଟାଇପ ର, ଆଉ ହୁଁ, ଅପରେସନାଲ କ୍ୟାଶ ଫ୍ଲୋ ହଉଛି ବିଜନେସ ଅପରେସନ୍ସ ର। ହୁଁ, ଡାଇରେକ୍ଟ ହଉ ଇନଡାଇରେକ୍ଟ ମେଥଡ ହଉ, କିନ୍ତୁ ସବୁତକ ମେଥଡ ଯାହା ବି କାଲକୁଲେସନ ହଉଛି ସବୁ କେବଳ ଇନଡାଇରେକ୍ଟ ମାନେ ହିଷ୍ଟୋରିକାଲ ଆନାଲିସିସ୍ କରୁଛି, ଘଟଣା ଘଟି ସାଇଲା ପରେ ଆନାଲିସିସ୍ କରୁଛି, ଆଉ ତମକୁ ସେ କେବଳ ଦେଖୁଛି କୋଉ ଫ୍ଲୋ ତମେ କେତେ ଫଣ୍ଡ ପାଇଲ। କିନ୍ତୁ ତମର ବିଜନେସ ଡିସିଜନ ମେକିଂ ପାଇଁ ତାର କଣ୍ଟ୍ରିବ୍ୟୁସନ କେବଳ ଏତିକି ଯେ ଯଦି ଅନ୍ୟ ଜଣେ ତମ ବିଜନେସକୁ ଦେଖିକି ଜାଣିବାକୁ ଚାହିଁବ ଯେ ତମେ କୋଉ ସେଗମେଣ୍ଟରେ କାମ କରୁଛ, ତମ ପ୍ରଫିଟଟା ଅପରେସନକୁ ଆସିଛି ସେତିକି ପର୍ଯ୍ୟନ୍ତ। ବଟ୍ ଯେତେବେଳେ ତମେ ବିଜନେସକୁ ମ୍ୟାନେଜ କରୁଛ ସେ ସମୟରେ ସେ କ୍ୟାଶ ଫ୍ଲୋର କୌଣସି ପ୍ରକାର ବିଶେଷ ଇମ୍ପ୍ଲିକେସନ ହଉନି। ଏଁ, ହୁଁ, ସେମିତି କ୍ୟାଶ ଫ୍ଲୋ ଏଫିସିଏନ୍ସି ବଢେଇବା ପାଇଁ ହେଲେ କଣ କରିବାକୁ ପଡିବ, ତମକୁ ଟ୍ରାକ୍ କରିବାକୁ ପଡିବ କେତେବେଳେ ତମ ପାଇଁ ଏକ୍ସେସ ଫଣ୍ଡ ଆସିବ, କେତେବେଳେ ତମ ପାଇଁ ସର୍ଟେଜ ଅଫ ଫଣ୍ଡ ଆସିବ। ତାକୁ ଇନ୍ ଆଡଭାନ୍ସ 2 ୱିକ୍ସ 3 ୱିକ୍ସ ଇନ୍ ଆଡଭାନ୍ସ ଯେତେବେଳେ ତମେ ପ୍ଲାନ୍ କରିପାରିବ, ତା ଦ୍ୱାରା କଣ ହବ ତମେ ପ୍ରପର ପ୍ଲାନିଂ କରିକି ସେମ୍ ଡେଟ୍ରେ ଆଇଦର ଫଣ୍ଡକୁ ଆଡିସନାଲ ଇନଭେଷ୍ଟମେଣ୍ଟ କରାଇବ, ମେ ବି ବ୍ୟାଙ୍କ ଏଫଡି କିମ୍ବା ସେମିତି କିଛି କରିବ, କିମ୍ବା ଯେତେବେଳେ ଦରକାର ଅନ୍ୟ କୋଉଠୁ ଫଣ୍ଡ ଆରେଞ୍ଜମେଣ୍ଟର ପ୍ଲାନ୍ ବନେଇବ, ସୋ ଦ୍ୟାଟ ତମକୁ କଷ୍ଟ ଅଫ ଫଣ୍ଡ ସବୁବେଳେ କମ ରହିବ। ଇନଫାକ୍ଟ ଯଦି ଆମେ ମଧ୍ୟ ହଠାତ୍ କିନି ଆମକୁ କ୍ୟାଶ ଦରକାର ପଡ଼ିଲା ଆଉ ହଠାତ୍ କିନି ଗଲେ ଲୋନ ଆଣିବା ପାଇଁ, ଅପରେସନାଲ କ୍ୟାଶ ଲୋନ ଆଣିବା ପାଇଁ, ଇଣ୍ଟରେଷ୍ଟ ରେଟ୍ ଅଧିକା ହେଇପାରିବ। ହୁଁ, ଯୋଉଟା କି ଯଦି 1 ୱିକ୍ 2 ୱିକ୍ସ ଇନ୍ ଆଡଭାନ୍ସ ପ୍ଲାନ୍ କରିବ ମେ ବି ଲୋ ରେଟ୍ ଅଫ ଇଣ୍ଟରେଷ୍ଟ ତମେ ପାଇପାରିବ। ହଁ, ସେମିତି ଆମେ ମାନେ ପ୍ରଡକ୍ଟ ପାଇପଲାଇନରେ କେତେ ଅଛି ତମର, ତାପରେ ମାନେ କେତେ ଆଗକୁ ପ୍ରଡକ୍ସନ ହବାର ଅଛି ତାର ଆକୁରେଟ ରିପୋର୍ଟିଂ ପାଇପାରିବା। ସେମିତି ଆମେ ଦେଖିବା ଯେ ସେ ପ୍ରଡକ୍ଟ ର ଫ୍ଲୋ କେତେ, ସେ ଫର ଏକ୍ସାମ୍ପଲ ପ୍ରଡକ୍ଟ ଆମକୁ ତିଆରି ହେଇକି ମାର୍କେଟ ପ୍ୟାକେଜିଂ ପର୍ଯ୍ୟନ୍ତ ହେଇକି ସବୁ କାମ ସରିଲା ବେଳକୁ ସପୋଜ 2 ଡେଜରେ ଲାଗୁଛି, ତ ଆମେ 2 ଡେଜ ପରର ଆସେସମେଣ୍ଟ ମଧ୍ୟ କରିପାରିବା। ଆଉ ତାକୁ ସେ ଅନୁସାରେ ଯେହେତୁ ଫ୍ୟୁଚର ଇନଫର୍ମେସନ ଗୁଡ଼ା ଆମ ପାଖେ ଆଭେଲେବୁଲ ହବ ତ ଆମେ ପ୍ରପର ପ୍ଲାନିଂ ମଧ୍ୟ କରିପାରିବା। ହଁ, ସେମିତି ଆଟ୍ ଏନି ପଏଣ୍ଟ ଅଫ ଟାଇମ ଆମେ ସେଲ୍ସ ଅର୍ଡର କେତେ ପ୍ରୋସେସ ହେଇଛି, କେତେ ଅନପ୍ରୋସେସ ଅଛି, କେତେ ଡିଲ୍ କ୍ଲୋଜର ହବା ପାଇଁ ଅଛି, କେତେ ଡିଲ୍ କ୍ଲୋଜ ହେଇସାରିଛି ତା ମଧ୍ୟ ଡିଟେଲ୍ସ ଜାଣିପାରିବ। ତାପରେ ସେକେଣ୍ଡ ଜିନିଷ ଏଥିରେ ଆଉ ଗୋଟେ କୋର୍ଡିନେସନ ବି ହେଇପାରିବ। କୋର୍ଡିନେସନ କେମିତି ହବ, ସପୋଜ ଫର ଏକ୍ସାମ୍ପଲ ତମର
ଦଶଟା ଜିଓଗ୍ରାଫିକାଲ ରିଜିଅନ କୁ ତମେ କ୍ୟାଟର କରୁଛ। ତ ଦଶଟା ଜିଓଗ୍ରାଫିକାଲ ରିଜିଅନ ରେ ତମେ ଇଜିରେ ଯଦି କରିବାକୁ ଚାହିଁବ, ସମସ୍ତେ ଗୋଟେ ଗୋଟେ ଏକ୍ସେଲ ସିଟ୍ ରେ ରିପୋର୍ଟିଂ କରିପାରିବେ ତାଙ୍କ ନିଜ ନିଜ ଅର୍ଡର ଟ୍ରାକିଂ। ଆଉ ସମସ୍ତଙ୍କ ଫର୍ମାଟ ମେ ବି ସେମ୍ ବି ରହିପାରେ। ହଁ, କରିକିରି ସେମାନେ ସେଟା ଯେତେବେଳେ ମେଣ୍ଟେନ କରିବେ, ତମେ ତାକୁ ଏଥିରେ ଯଦି ଲିଙ୍କ ଅପ୍ କରିଦେଲ, ତମକୁ ସଫ୍ଟୱେର ହିଁ ଜେନେରେଟ କରିକି ରିପୋର୍ଟ ଦେଇପାରିବ ଯେ ସେମାନେ କେତେ ଟୋଟାଲ ସେଲ୍ସ କେତେ ଏଫର୍ଟ ଜେନେରେଟ ହେଇଛି, କେତେ ଇନ୍ ପ୍ରୋସେସ ଅଛି, ତା ସବୁ ରିପୋର୍ଟ ଗୋଟେ ଡ୍ୟାସବୋର୍ଡ ରେ ତମକୁ ରିପୋର୍ଟ ହେଇପାରିବ। ପ୍ଲସ୍ ତାକୁ ଯଦି ତମେ ଫର୍ଦର ସ୍ପ୍ଲିଟ୍ ଅପ୍ କରିବ, ମେ ବି ଧର ଦି ଦିଟା ଲୋକଙ୍କ ଉପରେ ଗୋଟେ ଗୋଟେ ଜୋନାଲ ହେଡ୍ ଥାଇପାରେ, ସେମିତି ଥାଇପାରେ, ତ ସେମାନେ ମଧ୍ୟ ତାଙ୍କ ରିପୋର୍ଟ ମଧ୍ୟ ପାଇପାରିବେ। ଆଉ ଏଥିରେ ଆମର ଫ୍ୟାସିଲିଟି ଅଛି ଯେ ଆମେ ମଧ୍ୟ ଚାହିଁଲେ ତାକୁ ଅଟୋମେଟିକ ଅପଡେଟ ବି କରାଇ ପାରିବା, କିମ୍ବା ଗୋଟେ ପିରିୟଡିକାଲ ଅପଡେଟ, ଫର ଏକ୍ସାମ୍ପଲ ଏଭ୍ରି 2 ଆୱାର୍ସ ଅପଡେଟ ମଧ୍ୟ କରାଇ ପାରିବା। ତାଦ୍ୱାରା ହବ କଣ, ତାଙ୍କ ମାନଙ୍କ ସିଷ୍ଟମ ଥିବ, ତାଙ୍କ ସିଷ୍ଟମ ସାଙ୍ଗେ ଲିଙ୍କ ଅପ୍ ହେଇକି ତମ ମୋ ସଫ୍ଟୱେର କାମ କରିବ। ସେଇଟା ସଫ୍ଟୱେର ଯେହେତୁ କାମ କରିକି ତମକୁ ଫାଇନାଲ ଆଉଟପୁଟ ଦବ ଯେ ଟୋଟାଲ ତମର କେତେ ସିଚୁଏସନ, କେତେ ମାନେ ଅର୍ଡର ଅର୍ଡର ପାଇପ ଲାଇନ ହଉ, ଅର୍ଡର କ୍ଲୋଜର ହଉ, ସବୁ ଜିନିଷ କେତେ କୋଉ ଷ୍ଟେଜରେ ଅଛି, ତମକୁ ଇନ୍ ଟାଇମ ରିପୋର୍ଟ ମିଳିପାରିବ। ମେ ବି ହାଫ ଆନ୍ ଆୱାର 1 ଆୱାର ଟାଇମ ଡିଫରେନ୍ସ ତମକୁ ରିପୋର୍ଟ ମିଳିଯିବ। ଠିକ ସେମିତି ଭାବେ ଆମେ ବହୁତ ସମୟରେ ବିଜନେସ ଫୋରକାଷ୍ଟିଂ ସିଷ୍ଟମ ର ୟୁଜ କରୁ। ଗୋଟେ ମାନେ ଯେତେବେଳେ ବିଜନେସ ଗୋଟେ ରନିଂ ଏନଭାରମେଣ୍ଟ ଚାଲେ, ତ ଫୋରକାଷ୍ଟିଂ ସିଷ୍ଟମ ତମର ଷ୍ଟେବୁଲ ଏନଭାରମେଣ୍ଟ ଯଦି ଚାଲିଲା, ତାହେଲେ ସେ ତମକୁ ବିଶେଷ କିଛି ହେଲ୍ପ କରିପାରିବନି। ତ ଏଥିରେ ଆମେ ରନିଂ ଏନଭାରମେଣ୍ଟରେ ଫୋରକାଷ୍ଟିଂ ସିଷ୍ଟମ ମଧ୍ୟ ବନେଇ ଦେଇପାରିବା, ରାଦର ଦାନ ହିଷ୍ଟୋରିକାଲ ବେସ୍ଡ ହିଷ୍ଟୋରିକାଲ जो कॉस्ट बेसिस पे हमें जो फोरकास्टिंग करू सेटा न करके आमे रनिंग बिजनेस चेंजिंग बिजनेस सिनारियोस को देखि मध्य ता अनुसार प्लानिंग माने फोरकास्टिंग को चेंज करै परिबा। आ ए सब तुमको तीनटा जिनस रे हेल्प करबो। गोटे होची क्विक क्विक फ्लो एंड एनालिसिस ऑफ द डाटा टू कन्वर्ट इनटू इंफॉर्मेशन। आ गोटे होची तुमको इंफॉर्मेशन रिलायबिलिटी रहइबो, प्लस ता संगे किछरा फॉर्मेट चेंजेस करेगी, किछटा माने फैसिलिटी डेवलप करै देले यूजुअली हुए हमर तमे ମଧ୍ୟ ଚାହିଁଲେ ତାର ବେଷ୍ଟ ଡାଟା ତାକୁ ମଧ୍ୟ ଭ୍ୟୁ କରିପାରିବ, ସୋ ଦ୍ୟାଟ ଯେତେବେଳେ ତମେ ମାନେ ଇନଫର୍ମେସନ କୁ ଦେଖୁଥିବ, ତା କରସ୍ପଣ୍ଡିଂ ବ୍ୟାକଏଣ୍ଡ ଡାଟାକୁ ମଧ୍ୟ ଦେଖିପାରିବ, ଆଉ ତା ଉପରେ ତାକୁ ନେଇକି ରିଲାୟବିଲିଟି ଏଷ୍ଟାବ୍ଲିଶ ହେଇପାରିବ। ଯଦି ଆମେ ବର୍ତ୍ତମାନ ଦେଖିବା, ମୁଁ ଏଇଟା ତିଆରି କରିଛି ଗୋଟେ ଜଷ୍ଟ ଡେମୋ ଭାବେ। ଧର ଆମେ ଗଲେ ଗୋଟେ ସାମ୍ପଲ ଡାଟାବେସ୍ ନେଇକି ଫାଇନାନ୍ସିଆଲ ପରଫର୍ମାନ୍ସ ତିଆରି କରାହେଇଛି। ନାଇଁ, ଏଇଠି ଗୋଟେ କ୍ୱେଶ୍ଚିନ୍ ଆସୁଛି ହୁଁ ଯେ ଏମ୍ପ୍ଲୟୀ ତାଙ୍କର ଡାଟା ପ୍ରୋଭାଇଡ କରୁଛନ୍ତି, ଯୋଉଟା କି କରେକ୍ଟ ହଉନି, ହୁଁ ହେଲା। ସେଥିପାଇଁ ଏମ୍ପ୍ଲୟର ରେସ୍ପନ୍ସିବିଲିଟି କ'ଣ ରହୁଛି, ତାକୁ କରେକ୍ଟ ଟ୍ରେନିଂ ଦବ, ଆଉ କୋଉ ସୋର୍ସରୁ ଡାଟା ଆଣୁଛି ତାକୁ ଟିକେ ସ୍କ୍ରୁଟିନାଇଜ କରିବ, ଆଉ ସୋର୍ସ ଡାଟାଟା ଟିକେ ଭୁଲ ଅଛି କି ରଙ୍ଗ, ତାକୁ ମଡିଫାଇ କରିବା ଦରକାର, ସେଇଟା ଦେଖିବ। ଏଥିରେ ଏମ୍ପ୍ଲୟର ବି ରେସ୍ପନ୍ସିବିଲିଟି ରହୁଛି, ତେଣୁ ଏମ୍ପ୍ଲୟର ବି ତା ପ୍ରତି ଧ୍ୟାନ ଦେବା ଦରକାର ମୋ ହିସାବରେ। ନାଇଁ ଦେଖ, କଥା ହଉଛି କଣ, ଯେତେବେଳେ ଯଦି କମ୍ପାନୀର ମ୍ୟାନେଜମେଣ୍ଟ କୋଉ ଲେବୁଲର ମ୍ୟାନେଜମେଣ୍ଟ ତମକୁ ରିପୋର୍ଟ ଦରକାର କରୁଛି, ଯଦି ମିଡିଲ ଲେଭଲ ମ୍ୟାନେଜମେଣ୍ଟ ରିପୋର୍ଟ ଦରକାର କରୁଛି, ତାହେଲେ ମିଡିଲ ଲେଭଲ ମ୍ୟାନେଜମେଣ୍ଟ ଟ୍ରାକ୍ କରିପାରିବ ଯେ କୋଉ ରିପୋର୍ଟ କୋଉ ସୋର୍ସରୁ ଡେଭଲପ ହେଲା। ବଟ୍ ଯଦି ଟପ୍ ଲେଭଲ ମ୍ୟାନେଜମେଣ୍ଟ କେବଳ ରେଫର କରୁଛି, ତାହେଲେ ସେତେବେଳେ ସେ ଜାଣିପାରିବନି ଯେ କୋଉ ସୋର୍ସରୁ ଇନଫର୍ମେସନ ଡେଭଲପ ହେଇଛି। ହଁ, କିମ୍ବା ସେ ଯାଇକି ଏମ୍ପ୍ଲୟୀ କହିପାରିବନି ମତେ ଏଇ ସୋର୍ସରୁ ଇନଫର୍ମେସନ ଦରକାର, କି ମୋ ପାଖେ ବ୍ୟାକଏଣ୍ଡ ଡାଟା ଦରକାର। ହଁ, ଆଉ ଯଦି ମାନେ ତମର ଯଦି ସେ 10ଟା 15ଟା ପାରାମିଟର ଯଦି ହେଇଗଲା ଟ୍ରାକ୍ କରିବା ପାଇଁ, ତାହେଲେ ସେଠି ଆଉ ଗୋଟେ ବଡ ପ୍ରୋବ୍ଲେମ ଆସିଯାଉଛି। ଗୋଟେ ଗୋଟେ ରିପୋର୍ଟ ଡେଭଲପ କରିବା ପାଇଁ, ବନେଇବା ପାଇଁ ଗୋଟେ ଗୋଟେ ଦିନ ଲାଗିବ। ହଁ, ତାହେଲେ ସେ କେସରେ ତମେ କେମିତି ଆଶା କରିବ ଯେ ତମକୁ ଇମିଡିଏଟ ମିଳିଯିବ? ହଁ, ଆଉ ଯେତେବେଳେ ତମେ ସ୍ପିଡ ବଢେଇକି କାମ କରିକି ମାନେ ହାସଲ ଚିନ୍ତା କରିବ, ନାହିଁ ମତେ ଗୋଟେ ରିପୋର୍ଟ 3 ଦିନ 3ଟା ରିପୋର୍ଟ ଦିନକୁ ମିଳିବ, ତାହେଲେ ଏମ୍ପ୍ଲୟୀ ଭୁଲ କରିବ। କାରଣ ତାର ତ ପ୍ରୋସେସିଂ ଟାଇମ ଅନୁସାରେ ସେ ଗୋଟେ ଦିନ କରିବ। ତ ଆଜ ତମେ 3ଟା ଏମ୍ପ୍ଲୟୀ ଲଗେଇବ, ନହେଲେ ନାହିଁ ଗୋଟେ ଏମ୍ପ୍ଲୟୀ ଲଗେଇଲେ ବି ତାକୁ 3 ଦିନ ସମୟ ଦବ। କିନ୍ତୁ ତମେ ଯେତେବେଳେ ତାକୁ ଫାଷ୍ଟ କରିବା ପାଇଁ କହିଲ, ସେ ଘୋଟା ସିଧା କରିକି ଆଣି ଦେଇଦବ। ତାହେଲେ ଏଇଠି ଆମର ସଲ୍ୟୁସନଟା କ'ଣ ଆସିବ? ଏ ଜାଗାରେ କଣ ହବ ଦେଖ, ଯେତେବେଳେ ତମେ ସିନିୟର ଲେଭଲ ମ୍ୟାନେଜମେଣ୍ଟ ଇନଫର୍ମେସନ ମାଗୁଛି, ତାର ବ୍ୟାକଏଣ୍ଡ ଡାଟା ମଗାଯାଏ ଯେ କାହା ଉପରେ ବେଶ କରିକି ସେ କାଲକୁଲେସନ ହେଲା। ଫର ଏକ୍ସାମ୍ପଲ ଆମେ ଏଇ ଡ୍ୟାସବୋର୍ଡ ବି ଯଦି ଦେଖିବା, ଏଠି ଅଛି ମୁଁ ମାର୍ଜିନ ଆଉ ନେଟ୍ ପ୍ରଫିଟ ଭ୍ୟୁ କରାଇଛି। ହଁ, କିନ୍ତୁ ୟାର ଯଦି ବ୍ରେକଅପ୍ ଡାଟାକୁ ଦେଖିବାକୁ ଯିବ, ଏଠି ଡିଟେଲ୍ସ କଲମରେ ଗଲେ ହଁ, ତମକୁ ତାର ସବୁ କ୍ୱାର୍ଟର ୱାଇଜ ବ୍ରେକଅପ୍ ମୁଁ ମଧ୍ୟ ଦେଇଦେଇଛି। ସୋ ଦ୍ୟାଟ ଯଦି ତମେ ଦେଖିଲ କୌଣସି ଜିନିଷର ବ୍ରେକଅପ୍ ଆଭେଲେବୁଲ ଅଛି, ତାହେଲେ ଡାଟା ବହୁତ ରିଲାଏବଲ ହେଇପାରିବ। ହଁ, ରିଲାଏବିଲିଟି ଇସ୍ୟୁ ସେଠି ସଲ୍ଭ ହେଇଯିବ। ସ୍ପିଡ ଇସ୍ୟୁ ସପ୍ତାହ ସଲ୍ଭ କରିଦେଲା, ରିଲାଏବିଲିଟି ଇସ୍ୟୁ ତମକୁ ସେମ୍ ଡ୍ୟାସବୋର୍ଡ ଦିହରେ ଡିଟେଲ ଆନାଲିସିସ ପାଇଁ କିଛି ଗୋଟେ ବ୍ୟବସ୍ଥା ଦେଇଦେଲା ପରେ ସେଟା ମଧ୍ୟ ରିଲାଏବିଲିଟି ଇସ୍ୟୁ ସଲ୍ଭ ହେଇଗଲା। ଆଉ ତମେ ଚାହିଁଲେ ମଧ୍ୟ ଏଠୁ ଡାଉନଲୋଡ କରିକି ରିପୋର୍ଟ ଗୁଡାକ ଦେଖିପାରିବ। କରିଦଉଛି। ठीक से डाउनलोड एक्सपोर्ट।
ଦି ପ୍ରକାର ରିପୋର୍ଟ ଡାଉନଲୋଡ ହେଇପାରିଲା। ତମେ ଏଠି ଯଦି ଥିଲ ମାନେ 500 ଲଗେଇଦେଲେ তুমি ଚେକ୍ କରିଦେଇ ପାରିବ। ହୁଁ जो ओरिजिनल डाटा ସାଙ୍ଗରେ ଯୋଉ ଆଉଟପୁଟ ଡାଟା ଅଛି ମ୍ୟାଚ୍ କରୁଛି କି ନା କରୁଛି। ହୁଁ। ବଟ୍ 99.9% ଚାନ୍ସ କେସ୍ ସବୁ ମ୍ୟାଚ୍ ହିଁ କରିବେ କାରଣ ଡାଟାବେସ୍ ସେମ୍, ଗୋଟିଏ ଡାଟା ହିଁ ଅନ୍ୟ ଡାଟା ଗୁଡା ବାହାର। ସେମିତି ସପୋଜ ଫର ଏକ୍ସାମ୍ପଲ ତମେ ଏଠି ଦେଖିବାକୁ ଚାହିଁବ ଇୟର ବାଇ ଇୟର ର କେତେ ମାନେ ମାର୍ଜିନ ଅଛି, କ୍ଲିକ୍ କରିଦେଲେ ତମକୁ ଇୟର ବାଇ ଇୟର ର ମାର୍ଜିନ ଦେଖେଇବ। ପ୍ଲସ୍ କମ୍ପେୟାର କରିବା ପାଇଁ ତମକୁ ଇୟର ବାଇ ଇୟର ଏଠି ସାଇମଲ୍ଟେନିୟସଲି ଗୋଟିଏ ଭ୍ୟୁ ରେ ସବୁ ଦେଖେଇବ। ଜିଏମ ରେ ପରସେଣ୍ଟେଜ ରେ ମାନେ ମାର୍ଜିନ ଇନ ଲାକ୍ସ ଦେଖିଛି, ମାର୍ଜିନ ଇନ ଲାକ୍ସ ରେ କେତେ ଲେଖା ଅଛି, ଏଠି ଦେଖେଇଦେଲା ମାର୍ଜିନ ଇନ ପରସେଣ୍ଟେଜ ରେ କେତେ କେତେ ପରସେଣ୍ଟେଜ ଅଛି। ଫର ଏକ୍ସାମ୍ପଲ 18-19 ର ପରସେଣ୍ଟେଜ 30% ମାଇନସ ଥିଲା, 186 ମାଇନସ ଥିଲା 1920 ରେ, ତାପରେ ଇମ୍ପ୍ରୁଭମେଣ୍ଟ ଆସିଲା 123% ଅଫ ଲସ୍ ହେଇଛି, 21-22 ରେ 80% ଲସ୍ ହେଇଛି। এটা ডেমো ডাটা, তেমন परफेक्ट इनफॉरमेशन ନାହିଁ, ଡେମୋ ଇନଫର୍ମେସନ ଅନ୍ୟ କାହାର ଗୋଟେ ବନାଏ। ସେମିତି ତମେ ଯଦି ଇନକମ କୁ ଯିବାକୁ ଚାହିଁବ, ଇନକମ କୁ କ୍ଲିକ୍ କଲ, ଇନକମ କୁ ଗଲ। ଇନକମ ରେ ଦେଖିବ ଇୟର ବାଇ ଇୟର, କ୍ୱାର୍ଟର ବାଇ କ୍ୱାର୍ଟର, ମନ୍ଥ ବାଇ ମନ୍ଥ ରେଭିନ୍ୟୁ ତମକୁ ଗୋଟେ ଜାଗାରେ ମିଳୁଛି। ଯଦି ମତେ 4-5ଟା ଖଣ୍ଡେ ଯଦି ସେ ଫର ଏକ୍ସାମ୍ପଲ 4-5ଟା ପ୍ରଡକ୍ଟ ଥାନ୍ତା, ଏଠି ଯେମିତି ଇୟର ର ସ୍ଲାଇସର ଦିଆ ହେଇଛି ସେମିତି ପ୍ରଡକ୍ଟ ର ସ୍ଲାଇସର ଦିଆ ହେଇଥାନ୍ତା। ତ ସେ ପ୍ରଡକ୍ଟ କ୍ଲିକ୍ କଲେ ତାର ପର୍ଟିକୁଲାର ପ୍ରଡକ୍ଟ ହିଁ ଡାଟା ଦେଖା, ଯେମିତି ଏଠି ବର୍ତ୍ତମାନ ଇୟର ର ଡାଟା ଦେଉଛି, ସେମିତି ପ୍ରଡକ୍ଟ ଡାଟା ବି ଅଲଗା ଆସିପାରିବ। ସେମିତି ଆମେ ଯଦି ଯିବା ଏଠି କ୍ୟାଶ ଫ୍ଲୋ ଦେଖିବା ପାଇଁ, କ୍ୟାଶ ଫ୍ଲୋ ଗଲ, କ୍ୟାଶ ଫ୍ଲୋ ଗଲେ ଏଠି ଆମେ ଦେଖିପାରିବା କେବେ କେବେ ଏବେ ଡେମो ଡାଟା ହିଁ ବନା ହେଇଛି, ତେଣୁ ଏତେ ଆକୁରେଟ ଇନଫର୍ମେସନ ଏତେ ନାହିଁ। ଖାଲି ଡେମୋ ଅଛି, ଜାଣିପାରିବ ଯେ କଣ କଣ ୟୁଜ ହେଇପାରିବ। ବର୍ତ୍ତମାନ ଯଦି 1-4-2000 ଯିବ, ମୋର ରୁପିଜ ଇନ ଲାକ୍ସ ପେମେଣ୍ଟ ଗୁଡା ଅଛି। ତ ଏଠି ଏମ୍ପ୍ଲୟି ପେମେଣ୍ଟ କେତେ ଆସୁଛି, କଣ ଆସୁଛି, ଆମେ ଦେଖିପାରିବା। ଯେତେବେଳେ ଏଟା ଗ୍ରୀନ୍ ଅଛି ସେତେବେଳେ ମୋ ପାଖରେ ସରପ୍ଲସ୍ ଫଣ୍ଡ ରହୁଛି। ସେମିତି ଯେତେବେଳେ ମୋ ପାଖକୁ ରେଡ୍ ଦେଖେଇବ ସେତେବେଳେ ଏଟା ନେଗେଟିଭ ଫଣ୍ଡ ଫ୍ଲୋ ଅଛି। ଆମର ଏଠି ଷ୍ଟାର୍ଟ ହେଲା କେତେରେ, ମାନେ 12 ଲାକ୍ସ ର ରିଜର୍ଭ ଥିବ ଆମ ଜାଗାରେ, 12 crore ରିଜର୍ଭ କେତେ ଆସିବ, ଅଲମୋଷ୍ଟ 1-4-21 ରୁ ଆମ ପାଖରେ 9-7-21 ପର୍ଯ୍ୟନ୍ତ ଅଛି ରିଜର୍ଭ। ତ ଆମେ ପ୍ରଥମେ 12 crore ଦି ତିନିଟା ବ୍ରେକଅପ୍ କରିକି ଏଇଠି 12 crore ଫର ଏକ୍ସାମ୍ପଲ ଆମର ଆସିଯାଉଛି ଏଇ ପର୍ଯ୍ୟନ୍ତ 3-6, ତାମାନେ 2 months ଆମେ ଏଠି ଏଫଡି ବନେଇ ଦେଇପାରିବା ସିଧା, ମାନେ 7-8 କୋଟିର ଏଫଡି ଏଠି ବନେଇ ଦେଇପାରିବା। ସେମିତି ୟା ପରେ ଆମେ 500 crores, ମାନେ 5 crores ରହୁଛି। 5 crores ରହିଲେ ଆମେ ଗୋଟେ ମାସ ପାଇଁ, କାରଣ 9-7-1-6 ଗୋଟେ ମାସ ପାଇଁ ଏଠି ଏଫଡି ବନେଇ ଦେଇପାରିବା। ଯୋଉଟା କି ଠିକ ଯାଇକି ତମକୁ 9-7 ଦିନ ମ୍ୟାଚୁର ହେଇଯାଇଥିବ, 9-7 ମ୍ୟାଚୁର କଲ, ମ୍ୟାଚୁର ହେଲା ପରେ ୱିଡ୍ରଲ୍ କଲ, ବ୍ୟାଙ୍କ ଗୋଟେ ଅଟୋମେଟିକ ୱିଡ୍ରଲ୍ ହେଲା। ୱିଡ୍ରଲ୍ ହେଲା ପରେ ସେ ଯୋଉ ଆମାଉଣ୍ଟ ଆସିବ, ସେ ତା ସାଙ୍ଗେ ତମକୁ କିଛି ଇଣ୍ଟରେଷ୍ଟ ଇନକମ ମିଳିଗଲା। ପୁଣି ସେମିତି ତମେ ଦେଖିଲ ଏଠି ଆମକୁ ଅଛି କେତେ, 2 କୋଟି ସାଙ୍ଗେ ମାଇନସ ଆସୁଛି, 2 କୋଟି ତମକୁ ଆଡିସନାଲ କ୍ୟାଶ ରିକ୍ୱାରମେଣ୍ଟ କୋଉଠି କରିବାକୁ ଫୁଲଫିଲ। ସେଠୁ ତମେ କଣ କରିବ, 2 crores ନେଗେଟିଭ କ୍ୟାଶ ଫ୍ଲୋକୁ ମ୍ୟାନେଜ କରିବା ପାଇଁ କୋଉଠି ଗୋଟେ ଫଣ୍ଡ ମ୍ୟାନେଜମେଣ୍ଟ କରିବା, ଆଉ 2 କୋଟି ଟଙ୍କା ଇଣ୍ଟ୍ରୋଡ୍ୟୁସ କରିବା ପାଇଁ। ସେମିତି ତାପରେ 2 କୋଟି ଆସିଲା ପରେ ତମ ପାଖକୁ ପୁଣି ପଳେଇ ଆସୁଛି 4 କୋଟି ଟଙ୍କା ରେଭିନ୍ୟୁରୁ। 4 କୋଟି ଟଙ୍କା ପୁଣି ତମ ପାଖେ 18-23 ବିଶେଷ କିଛି ଫରକ ପଡିବନି, ତେଣୁ ଏଥିରେ କିଛି ଇନଭେଷ୍ଟମେଣ୍ଟ କରିପାରିବନି। ପୁଣି ତମ ପାଖେ ସରପ୍ଲସ ଫଣ୍ଡ କେବେ କ୍ରିଏଟ ହେଲା, ସରପ୍ଲସ ଫଣ୍ଡ କ୍ରିଏଟ ହବ 11-8 ରେ। 11-8 ରୁ ତମେ ଯଦି ସରପ୍ଲସ ଫଣ୍ଡକୁ ପୁଣି ଇନଭେଷ୍ଟମେଣ୍ଟ କରିବାକୁ ଚାହିଁବ, 11-8 ରୁ କେତେ ଯାଏଁ ଇନଭେଷ୍ଟମେଣ୍ଟ କରିପାରିବ, ସେ 30-9 ଯାଏଁ ଅଛି। ଆମର 30-9 ଯାଏଁ ଆନାଲିସିସ କରିଛି, ତ 30-9 ଯାଏଁ ଅଛି। ତ 30-9 ଯାଏଁ କରିପାରିବ ଆରାମସେ। ତମେ ଇନଭେଷ୍ଟମେଣ୍ଟ କରିବ କେତେ, 3 କୋଟି। 3 କୋଟିରୁ ଏଠି ଆସିବ ଆଡିସନାଲ, ଏଠି 1 କୋଟି କରିପାରିବ। 3 କୋଟି ଇନଭେଷ୍ଟମେଣ୍ଟ କରିବ, 30 କେତେରେ 11-8, 11-8 ରୁ 15 ଦିନ ପାଇଁ କରିଦବ। 15 ଦିନ କଲେ ଏଠି ତମର ଶେଷ ହବ ଆସିକି 10 ନା 15 ଦିନ ପାଇଁ ଆସିଲା। ଏଠି 2 କୋଟି ଟଙ୍କା ଇନଭେଷ୍ଟମେଣ୍ଟ କରିକି ତାର ରେଭିନ୍ୟୁ ପାଇଗଲ। କିମ୍ବା 2 କୋଟି ଟଙ୍କା ଲଙ୍ଗ ଟର୍ମ ଇନଭେଷ୍ଟମେଣ୍ଟ କରିକି ସିଧା ତମେ 30-9 ପର୍ଯ୍ୟନ୍ତ କରିଦେଇ ପାରିବ। ତାପରେ ଆଉ 2 କୋଟି ଟଙ୍କା ଏଠି ଇନଭେଷ୍ଟମେଣ୍ଟ କରିବ 26-8 ରେ। 26-8 ରେ ଆଉ 2 କୋଟି ଟଙ୍କା ଇନଭେଷ୍ଟମେଣ୍ଟ କରିବ। ଏଇ ଇନଭେଷ୍ଟମେଣ୍ଟଟା ପୁଣି 30-9 ଯାଏଁ କରିପାରିବ। ଏ ଅନୁସାରେ ତମେ ପ୍ରପର ଫଣ୍ଡ ମ୍ୟାନେଜମେଣ୍ଟ କରିକି ସେଥିରୁ ଇଣ୍ଟରେଷ୍ଟ ଇନକମ କରିପାରିବ। ଇନଫାକ୍ଟ କିଛି ଅର୍ଗାନାଇଜେସନ ତ ମୁଁ ନିଜେ ଏଇ ଟାଇପ ର ଏକ୍ସେଲ ମେଥୋଡୋଲୋଜି ବନେଇକିରି ସେଥିରେ ଭଲ ଇଣ୍ଟରେଷ୍ଟ ଇନକମ କରିକି ମୋ ଡିପାର୍ଟମେଣ୍ଟ ସାଲାରୀ ବଗେରା ମାନେ ରିକଭର କରିଦେଇଥିଲି। ଆଉ କଣ ବୁଝିବାର ଅଛି? ଆଚ୍ଛା, ଏବେ କଣ ଡାଉଟ ଅଛି କୁହ। ହ୍ୟାଲୋ। ତାମାନେ ଏଠି ଆମର ଯୋଉ ଡ୍ୟାସବୋର୍ଡଟା ବନେଇଛନ୍ତି ଆପଣ, ସେଇଟାକୁ ତ ଟେକ୍ନିକାଲିଟି ବହୁତ ରିକ୍ୱାରମେଣ୍ଟ ହେଉଛି। ଆଜ ଏ ଲେମ୍ୟାନ୍ ସେଇଟା କରିପାରିବନି, ରାଇଟ୍? ଦେଖ ମୋର ଏଥିରେ ଉଦ୍ଦେଶ୍ୟ କଣ ଅଛି,
टेक्निकालिटी अच्छी लेमैन କରିପାରିବନି ସେଟା ସତ लेमैन ବୁଝି ପାରିବ ସେଟା ସତ ହେଁ ହୁଁ ବର୍ତ୍ତମାନ ହଉଛି କଣ ଆମର ମାର୍କେଟରେ ଯୋଉ ଭଳି ଭାବରେ ଏମ୍ପ୍ଲୟିର ଆଭେଲେବିଲିଟି ଅଛି ଆମେ ଏଥିରେ ହାଇ କ୍ୱାଲିଟି ଡାଟା ଆନାଲିସିସ୍ ସ୍କିଲ୍ କୁ ୟୁଜ କରିକିରି ହେଁ ମାନେ କହିବାକୁ ଗଲେ ମୋର ମାନେ ଆନାଲିସିସ୍ ପାୱାର ଯାହା ଅଛି ମୁଁ ତାକୁ ମାନେ କନଭର୍ଟ କରିକି ତମ ରିକ୍ୱାରମେଣ୍ଟ ଅନୁସାରେ ତମକୁ ଇନଫର୍ମେସନ ସିଷ୍ଟମ ବନେଇକି ଦଉଛି ଯୋଉ ଇନଫର୍ମେସନ ସିଷ୍ଟମ କୁ ମୁଁ ନିଜେ ମେଣ୍ଟେନ କରିବି ଆଉ ତମ ଯୋଉ ଏମ୍ପ୍ଲୟି ଥିବ ସେ ଦରକାର ପଡ଼ିଲେ ଏତେ ଜିନିଷ ଜାଣିପାରେ ନ ଜାଣିପାରେ ସେ ଜାଣିଲେ ବି ଚଳିବ ନ ଜାଣିଲେ ମଧ୍ୟ ଚଳିବ କିଛି ଅସୁବିଧା ନାହିଁ ମତେ କେବଳ ମୋ ରିକ୍ୱାରମେଣ୍ଟ ଅନୁସାରେ ସେ କେବଳ ଡାଟା ପଠେଇଲେ ହେଁ ଯେ କି 90% କେସେସରେ ମୁଁ ତମରି ହିଁ ଯୋଉ ରିପୋର୍ଟ ଜେନେରେଟ ହଉଛି ସେମ୍ ରିପୋର୍ଟକୁ ହିଁ ମୁଁ କନଭର୍ଟ କରୁଛି ତେଣୁ ସେ ଜଷ୍ଟ ତାର ତମର ଯୋଉ ବି ସଫ୍ଟୱେୟାର ୟୁଜ କରୁଛ ତାର ଯାହା ଫାଇନାନ୍ସିଆଲ ଡାଟା ଡାଉନଲୋଡ ହେଇପାରୁଛି ସେମ୍ ଡାଟାକୁ ମୁଁ ଫର୍ଦର ପ୍ରୋସେସିଂ କରିବି ଆଉ ପ୍ଲସ ତା ସାଙ୍ଗରେ ତମର ବିଭିନ୍ନ ଡାଟାବେସ୍ ଭିତରେ ବି ଯେମିତି ଫର ଏକ୍ସାମ୍ପଲ ଆମର ଯଦି କରିବା ସେ ତମେ ସେଲ୍ସ ର ଡାଟା ଦେଲ ବଟ୍ ସେଲ୍ସ ର ଡାଟାକୁ ପ୍ରଡକ୍ସନ କରିବା ଲେବୁଲରେ ପହଞ୍ଚେଇବା ପାଇଁ ତମକୁ ଯେତିକି ଯେତିକି ଇନପୁଟ ଲାଗିବ ଆଉ ଯେତିକି ଯେତିକି ତାର କଷ୍ଟ ହବ ତା ଡାଟା ଦେଇପାରେ ଅଲଗା ରିପୋର୍ଟରେ ବାହାରିବ ମୁଁ ଏହା ଦ୍ୱାରା କଣ କରିପାରିବି ସେ ଅଲଗା ଅଲଗା ରିପୋର୍ଟକୁ କ୍ରସ୍ ଆନାଲିସିସ୍ କରି ତମକୁ ତମର ରିକ୍ୱାରମେଣ୍ଟ ଅନୁସାରେ ମୁଁ ଡାଟା ଦେବି ଏହା ଦ୍ୱାରା ହୁଁ। ବୁଝିଲ ହଁ ଏଇଟା ଗୋଟେ ଇଫେକ୍ଟ ହଁ ଏଇଟା ବେଶୀ ତେଣୁ ଇଫେକ୍ଟିଭ ତମ ହବ। ରିକ୍ୱାରମେଣ୍ଟ ଅନୁସାରେ ଯଦି ତମକୁ ମୁଁ ଡାଟାଟା ଦେବି ସେଟା ତମକୁ ମିଳିଗଲା ହଁ ବୁଝିବା ପାଇଁ ଅସୁବିଧା ରହିଲାନି ହଁ ହେଁ ଆଚ୍ଛା ଯୋଉ ପ୍ରୋବ୍ଲେମଟା ତମ ଏମ୍ପ୍ଲୟି ପାଖରେ ଥିଲା ସେ ପ୍ରୋବ୍ଲେମଟାକୁ ମୁଁ ସଲ୍ଭ କରିଦେଲି ହୁଁ ହେଁ ଏମ୍ପ୍ଲୟିର ଆଉ ଡେଫିସିଏନ୍ସି ଏପଟେ ଏଇଠି ସର୍ଟ ଆଉଟ୍ ହେଇଗଲା ଆଉ କଣ। ହଁ ଏମ୍ପ୍ଲୟର ଡେଫିସିଏନ୍ସି ସର୍ଟ ଆଉଟ୍ ହେଇଗଲା ଆଉ ହୁଁ ତମକୁ ବହୁତ କିଛି ମାନେ ଇନଫର୍ମେସନ ସିଷ୍ଟମ ର ମାନେ ସ୍ପିଡ ବି ବଢିଗଲା ବିଜନେସ ହୁଁ ଡିସିଜନ ର ସ୍ପିଡ ବଢିଗଲା ଆଉ ତା ଦ୍ୱାରା ହୁଁ। ତମେ ଡେଫିନେଟଲି 1-2% ଏକ୍ସଟ୍ରା ପ୍ରଫିଟ ତ ପାଇ ହିଁ ପାରିବ ତାପରେ ଆଉ ଗୋଟେ ପଏଣ୍ଟ ରହିଲା ଏଠି ସବୁ ପୁରା ଟୋଟାଲ ଆମର ଇନଫର୍ମେସନ ସିଷ୍ଟମ ଗୋଟେ ହାତ ମାନେ କରଲ ଦୁନିଆ ଯେମିତି ମୁଠିମେ ସେଇଭଳିଆ ଗୋଟେ ପୁରା ଇନଫର୍ମେସନ ସିଷ୍ଟମ ଗୋଟେ ଜାବଡାରେ ରହିଗଲା। ହଁ ଇନଫର୍ମେସନ ସିଷ୍ଟମ ବର୍ତ୍ତମାନ ଗୋଟେ ଜାଗାରେ ହିଁ ତମର ରହିଗଲା ତ ରହିଲା ତମକୁ ଆଉ ଡିଫରେଣ୍ଟ ଡିଫରେଣ୍ଟ ଯାହା ଯାହା ରିପୋର୍ଟକୁ ଡାଟା ଯାଇକି ଦରକାର ଦେଖିବା ସେଇ ଦରକାର ନାହିଁ ଦେଖିବା ଦରକାର ନାହିଁ। ହଁ ସେଠି ହୁଁ ଯାଇକି ଦେଖିପାରିବ ଏଥିରେ ଆଉ ଗୋଟେ ଜିନିଷ ବି କରିହବ କଣ ହୁଁ କରିହବ ଏଠି ଏଇ ଟାଇପ ର ଡ୍ୟାସବୋର୍ଡ ନ ବନେଇକି ମୁଁ ଯଦି ଛୋଟ ଛୋଟ ସ୍ନାପସଟ ବନେଇକିରି ହଁ ହୁଁ ସେ ଯୋଉ ଆମର ଯେମିତି ଏଠି ଯୋଉ ରିପୋର୍ଟଟା ଆମର ଆସିଲା ହୁଁ ଯେମିତି ଆମର ଏଇଠି ଆମର ଯେମିତି ରିପୋର୍ଟଟା ଆସିଲା ୟାକୁ ଛୋଟିଆ ଛୋଟିଆ ମାନେ ସ୍ପେସ ଦେଇକିରି ସବୁ ତକର ହୁଁ ସମରି ମଧ୍ୟ ଏଇଠି ରଖିପାରିବି ରଖିଦେଲେ କଣ ହବ ଯଦି ତମେ ସପୋଜ କିଛି ରିପୋର୍ଟ ଅଛି ଯୋଉଠି ତମକୁ ଡିଟେଲରେ ଯିବା ଦରକାର ନାହିଁ ସେ ଫର ଏକ୍ସାମ୍ପଲ ପ୍ରଫିଟ ପ୍ରଫିଟ ରହିଲା ଏସବୁ ଟାଇପ ର ଜିନିଷ ରହିଲା ତମକୁ କେବଳ ହୁଁ ଏକ୍ସେପସନାଲ ଦେଖିକି ସେ ରିପୋର୍ଟକୁ ଯାଇକି ମଧ୍ୟ ତମେ ଭ୍ୟୁ କରିପାରିବ ଯଦି ଦରକାର କିମ୍ବା ଏମିତି ବି କରିପାରିବା ଯେ ଏଥିରେ ଆଉ ଗୋଟେ ପେଜେସ୍ କ୍ରିଏଟ କରି ଦିଟା ପେଜରେ ଗୋଟାକରେ ଏତକ ରହିଲା ଗୋଟାକରେ ସବୁ ଜିନିଷର ସ୍ନାପସଟ ରହିଲା ସେଟା ତମକୁ ଆଉ ଟିକେ ହେଲ୍ପ କରିବ ଯେ କମ ଏଫର୍ଟରେ ତମକୁ କେବଳ ସେଇ ଏରିଆ ମାନଙ୍କରେ କନସେନ୍ଟ୍ରେଟ କରିପାରିବ ଯୋଉ ଏରିଆ ମାନଙ୍କରେ ପ୍ରୋବ୍ଲେମ କ୍ରିଏଟ ହେଇଛି ନା ଆଉ ଯୋଉଗୁଡାକ ଗ୍ରୀନ ଦେଖୁଥିବ ଆମେ ସପୋଜ ରେଡ୍ ଗ୍ରୀନ ଦିଟା କାଟାଗୋରୀ ଯଦି କରିବା ଯୋଉଠି ରେଡ୍ ଦେଖଉଛି ସେଇଗୁଡା କନସେନ୍ଟ୍ରେଟ କଲ ଯୋଉଟା ଗ୍ରୀନ ଦେଖୁଛି ସେଟା ଲେସ୍ ଇମ୍ଫାସିସ୍ ଦେଇପାରିବ ତାଦ୍ୱାରା ତମ ନିଜର ମଧ୍ୟ ଟାଇମ ଆଉ ଏଫିସିଏନ୍ସି ବଞ୍ଚିବ କମ ଟାଇମ ଟା ସମୟରେ ଅଧିକା ବେଷ୍ଟ ଏଫିସିଏନ୍ସି ବାହାରି ପାରିବ ହଁ ହୁଁ, ଇରିଲେଭେଣ୍ଟ ମ୍ୟାଟରକୁ ଆମେ ଲେସ୍ ଇମ୍ପୋର୍ଟାନ୍ସ ଦେବୁ ହଁ ରିଲେଭେଣ୍ଟ ମ୍ୟାଟରକୁ ବେଶୀ ଇମ୍ପୋର୍ଟାନ୍ସ ଦେଇ ହବ। ହୁଁ। ତା ପାଇଁ ମଧ୍ୟ ସେମିତି ବି ଡିଭାଇଡ କରିହବ ଯେ ଫର ଏକ୍ସାମ୍ପଲ ତମେ ଏଇଟା ଡେଲି ଏଇ ଜିନିଷ ଦେଖିବାର ଅଛି ତ ଡେଲି ଯୋଉଟା ଦେଖିବାର ଅଛି ତାର ମାନେ ପେଜ ଟେ ସେଗୁଡା ଅଲଗା ଚେଞ୍ଜ ହବ। ବନେଇକିରି ହୁଁ ସେତକ ଅଲଗା ରଖିଦେଲ ଯେମିତି ତମର କ୍ୟାଶ ଫ୍ଲୋ ରେଜିଷ୍ଟନ୍ସ ଡେଲି ଦେଖିବାକୁ ପଡିପାରେ ଅର୍ଡର ଫ୍ଲୋ ହୁଁ ରେଜିଷ୍ଟନ୍ସ ଡେଲି ଦେଖିବାକୁ ପଡିପାରେ କାହିଁକି ପ୍ରଡକ୍ସନ କଣ୍ଟିନ୍ୟୁଅସ ବେସିସରେ ଚାଲିଥିବ ହଁ ହୁଁ କିନ୍ତୁ ହୁଁ ତମର ପାଷ୍ଟ ପ୍ରଫିଟ ଯେତିକି ହେଲା ତାର ଯୋଉ ଆନାଲିସିସ୍ କରିବା ସେଟା ଡେଲି ଦେଖିବା ଦରକାର ନାହିଁ ସେଟା ମନ୍ଥଲି ୱାନ୍ସ ଦେଖିପାରିବ କି ୱିକଲି ମନ୍ଥଲି ୱାନ୍ସ ବେସିକାଲି ଦେଖିପାରିବ ସେଟା ଅଲଗା ହୁଁ ନେଇ ଯାଇପାରିବା ସେମିତି ତମର ପ୍ରୋଜେକ୍ସନ୍ସ ବୁକ୍ସ ଫାଷ୍ଟ ପେଜରେ ଯୋଉଟା ଇମ୍ପୋର୍ଟାଣ୍ଟ ଜିନିଷ ଅଛି ସେଥିରେ ହୁଁ ରଖିପାରିବ ହୁଁ 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 ଯାହା ବି ହିଷ୍ଟୋରିକାଲ ଆନାଲିସିସ୍ ଅଛି ତାକୁ ସବୁ ପଛକୁ ଛାଡି ପାରିବ ସେମିତି ବଜେଟ ଭର୍ସେସ ଫୋରକାଷ୍ଟ ସେଟା ଗୋଟେ ରିପୋର୍ଟ ବନିପାରିବ ଫୋରକାଷ୍ଟ ମାନେ ଯୋଉଟା ମାନେ ରନିଂ ବେସିସ୍ ଚାଲିଥିବ ତା ରିପୋର୍ଟ ବଜେଟ ଭର୍ସେସ ମାନେ ବଜେଟ ଯେତେବେଳେ ତମେ ପ୍ରଥମ ଫିକ୍ସ କରିଥିଲ ବିଗିନିଂ ଅଫ ଦି ଇୟର ରେ ସେଟା ଯାହା ହୁଁ ଥିଲା ତମେ ସାଇମଲ୍ଟେନିୟସଲି ଜାଣିପାରିବ ଆଉ ଇନଫାକ୍ଟ ମୁଁ ଥରେ କଣ କରିଥିଲି ଜିରୋ ବେସ୍ ବଜେଟିଂ ୟୁଜ କରିକି ଗୋଟେ ବିଜନେସ ଟର୍ନ ଆରାଉଣ୍ଡ କରିଥିଲି ତ ୟାକୁ ଯଦି ତମେ ସେମ ଜାଗା ୟା ସାଙ୍ଗରେ ଜିରୋ ବେସ୍ ବଜେଟିଂ କନସେପ୍ଟ ଯଦି ୟୁଜ କରିକି କୌଣସି ଜାଗାରେ ଦେଖିବ ତାହେଲେ ତମକୁ ସେଠି ହୁଁ ମିଳିବ କଣ ଯେ ତମେ ଯାହା ପ୍ଲାନ୍ କରିଥିଲ ଆଉ ଇୟର ଅନ୍ ଇୟର ଥ୍ରୁ ଆଉଟ୍ ଦି ଇୟର ତମର ଯୋଉ ପ୍ଲାନିଂ ଥିଲା ଆଉ ଯୋଉ ଏକ୍ଜିକ୍ୟୁସନ ଥିଲା ସେଟା କେମିତି ଯାଉଛି ଯେମିତି ତମକୁ ଦେଖାଏ ମାନେ ସପୋଜ ଇଣ୍ଡିଆ ପାକିସ୍ତାନ ବ୍ୟାଟିଂ ହଉଛି ତ ଇଣ୍ଡିଆ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଦେଇଛି ଇଣ୍ଡିଆ ଚେଜ କରୁଛି ତ ଇଣ୍ଡିଆ ଚେଜ କଲା ବେଳେ ତମ ପାଇଁ